ଲୁକ ଲିଖିତ ସୁସମାଚାରରୁ ପାଠ 11 ଅଧ୍ୟାୟ 1ରୁ 13 ପଦ ପର୍ଯ୍ୟନ୍ତ। ଦିନେ କୌଣସି ଏକ ସ୍ଥାନରେ ଯୀଶୁ ପ୍ରାର୍ଥନା କରୁଥିଲେ। ସେ ପ୍ରାର୍ଥନା ଶେଷ କରନ୍ତେ ଶିଷ୍ୟଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, ପ୍ରଭୁ, ଜହନ ଯେପରି ନିଜର ଶିଷ୍ୟମାନଙ୍କୁ ପ୍ରାର୍ଥନା କରିବାକୁ ଶିଖାଇଲେ, ଆପଣ ମଧ୍ୟ ଆମକୁ ସେହିପରି ଶିଖାଇ ଦିଅନ୍ତୁ। ଯୀଶୁ ସେମାନଙ୍କୁ କହିଲେ, ଯେତେବେଳେ ପ୍ରାର୍ଥନା କର, କୁହ, ପିତା, ତୁମ ନାମ ପୂଜିତ ହେଉ, ତୁମର ରାଜ୍ୟ ଆସୁ। ପ୍ରତିଦିନ ଆମମାନଙ୍କୁ ଆମର ଦୈନିକ ଆହାର ଦିଅ। ଆମମାନଙ୍କର ପାପ କ୍ଷମା କର, କାରଣ ଆମେ ଆମର ସମସ୍ତ ଅପରାଧୀଙ୍କୁ କ୍ଷମା କରୁ। ଆମମାନଙ୍କୁ ପ୍ରଲୋଭନରେ ପଡ଼ିବାକୁ ଦିଅ ନାହିଁ। ତାପରେ ସେ ସେମାନଙ୍କୁ କହିଲେ, ମନେକର ତୁମ ମଧ୍ୟରୁ ଜଣକର ବନ୍ଧୁ ଅଛି ଓ ତୁମେ ଅର୍ଦ୍ଧରାତ୍ରିରେ ଯାଇ ତାହାକୁ କହିବ, ବନ୍ଧୁ, ମୋତେ 3ଟି ରୋଟି ଉଧାର ଦିଅ, କାରଣ ମୋର ଜଣେ ବନ୍ଧୁ ମୋ ଘରେ ଆସି ପହଞ୍ଚିଛନ୍ତି। ତାକୁ ଖାଇବାକୁ ଦେବାକୁ ମୋ ପାଖରେ କିଛି ନାହିଁ। ଏବଂ ସେ ଘର ଭିତରୁ ଉତ୍ତର ଦିଏ, ମୋତେ ବିରକ୍ତ କର ନାହିଁ। ବର୍ତ୍ତମାନ ଦୁଆର ବନ୍ଦ ହୋଇଛି ଓ ମୋ ପିଲାମାନେ ମୋ ସାଙ୍ଗରେ ଶୋଇଛନ୍ତି ଏବଂ ମୁଁ ଉଠି ତୁମକୁ କିଛି ଦେଇପାରିବି ନାହିଁ। ମୁଁ ତୁମକୁ କହୁଛି, ଯଦ୍ୟପି ସେ ବନ୍ଧୁ ହେବା ହେତୁ ତାକୁ କିଛି ଦେଇନାହିଁ, ତଥାପି ତାକୁ ବାରମ୍ବାର ମାଗିବା ହେତୁ ସେ ଉଠିବ ଓ ତା'ର ଯାହା ପ୍ରୟୋଜନ ତାହା ଦେବ। ଅତଏବ ମୁଁ ତୁମମାନଙ୍କୁ କହୁଛି, ମାଗ, ତୁମମାନଙ୍କୁ ଦିଆଯିବ, ଖୋଜ, ତୁମେ ପାଇବ ଏବଂ ଦୁଆରର ଆଘାତ କର, ତୁମମାନଙ୍କୁ ଦ୍ୱାର ଖୋଲାଯିବ। କାରଣ ଯିଏ ମାଗେ ତାକୁ ମିଳେ, ଯିଏ ଖୋଜେ ସେ ପାଏ ଏବଂ ଯିଏ ଦ୍ୱାରରେ ଆଘାତ କରେ ତା ପାଇଁ ଦ୍ୱାର ଖୋଲି ଦିଆଯିବ। ତୁମମାନଙ୍କ ମଧ୍ୟରେ ଏପରି କିଏ ଅଛି, ଯିଏ ତା ପୁଅ ମାଛ ମାଗିଲେ ତାକୁ ସାପ ଦେବ? କ'ଣ? କିମ୍ବା ଅଣ୍ଡା ମାଗିଲେ ତାକୁ ବିଛା ଦେବ? ଯଦି ତୁମେମାନେ ପାପୀ ହୋଇ ସୁଦ୍ଧା ତୁମ ସନ୍ତାନମାନଙ୍କୁ ଉତ୍ତମ ବିଷୟ ଦେଇ ଜାଣ, ତେବେ ଯେଉଁମାନେ ସ୍ୱର୍ଗସ୍ଥ ପିତାଙ୍କୁ ମାଗନ୍ତି, ସେ ସେମାନଙ୍କୁ ତେବେ ଯେ ଅଧିକ ମାତ୍ରାରେ ପବିତ୍ର ଆତ୍ମାକୁ ଦାନ ନ କରିବେ? ପ୍ରଭୁଙ୍କର ସୁସମାଚାର।